हेलो हाय नमस्कार जय जगन्नाथ वेलकम कर अपना सुंदर ब्लॉग को मुझे आपंकर फ्रेंड्स तो आपमि अच्छा आशा कर सहित भल ही थे तो शुभ सका तो गाइस बर्तमान आम गाड़ी की धरना आसी आम गाँव हम 5 ରୁ 6 किलोमीटर गाड़ी को आम ये रखीदेचु तो ड्राइवर भाई बर्तमान माने जो गाँव को आसू से गाँव ड्राइवर भाई भाई बुझीलु तो से कहते हो जी तो से भाई जन जाइए मो भाई जाइए धरना आसो बोली तो बर्तमान गाँ ये इलेक्ट्रिक अफिस ये तो यहाँ पड़िया तो ये गाड़ी रखीदेचु तो सही सेपटिकी जीव चाष भाई तो बिलर पा जाइए फोन करते तो रुटर काली जो लगी तो आम खोलनु तो से डायरेक्ट धन आसली भारी तो भिड को लास्ट देखु आमती कौन चाष हो तो चाष हो पारा तो यहाँ फास्ट टाइम हम माने बिलर चाष रुटर तो चलतु जा तो केमती कौन चाष हो सब देखी भिड को लास्ट देखु आ चैनल को सब्सक्राइब करूँ ढेर सारे भल पाइबा दिंतु तो आहरी आपको भल भल भिड आने जबरदस्त भिड आने तो चलो तो गाइस भाई सेपटे धना तो चलो बर्तमान गाड़ी धना जी पाखु गाइस देख पारे भ्यूटा केमती अच्छी तो ये गोटे ब्लैक कलर गन गोटे स्टिकर गोटे मारिया तो चाष सरू तो किसी स्टिकरिंग करिया तो चाष बर्तमान जर्सर चलो तो से बेस किसी गाड़ी पत्र सोना देख देख मैंने आहरी सोना हम स्टार्ट हो गाड़ी की चिन्ह हेबनी एत जर्सर काद हो तो हूँ भाई बर्तमान आसवे आसला से भर को नवा तो स्टार्ट करिया चाष कादू रास्ता तो गाइस बर्तमान गाड़ी स्टार्ट हो गला तो ड्राइवर भाई चलो जाती
ଗାଇସ୍ ଦେଖିପାରୁଥିବେ ମାନେ କେଉଁ ଟାଇପ୍ର ଥିଲା ବିଲ କେଉଁ ଟାଇପ୍ ଚାଷ ହେଲା। ତ ସୋନାଲିକା ଯେଉଁମାନେ ରୁଟୁର ଆଣୁଛନ୍ତି ତ ବହୁତ ବଢ଼ିଆ ମାନେ ଚାଷ ଦେଖାଉଛି। ତ ଆଗକୁ କ'ଣ ହେବ ମୁଁ ଜାଣିନି। ତ ଏଇଟା ଆମର ହେଲା ଫାଷ୍ଟ ଚାଷ ଆଜି। ତ ଆଗକୁ କେମିତି କ'ଣ ଚାଷ ହେଉଛି ସବୁଦିନେ ଭ୍ଲଗ୍ ପଡ଼ିବ। ତ ସମସ୍ତେ ଦେଖନ୍ତୁ। ଆଉ ଯେଉଁମାନେ ଭାବୁଛନ୍ତି ଆଣିବେ ସୋନାଲିକାର ରୁଟୋଭେଟର ତ ବହୁତ ଭଲ ବୋଲି ଜଣାପଡ଼ୁଛି। ତ ଆପଣ ଚଲେଇବା ହିସାବରେ ଡିପେଣ୍ଡ କରେ। ତ କେଉଁ ଟାଇପ୍ର ଚଲାଉଛ, କ'ଣ କେମିତି ମେଣ୍ଟେନାନ୍ସ ତାକୁ ଦେଉଛ, କେମିତି କ'ଣ ପ୍ରେସର୍ ଦେଉଛ ତୁମ ଉପରେ ଡିପେଣ୍ଡ କରେ। ତ ମୋତେ ଲାଗୁଛି ବହୁତ ଭଲସେ ଚାଲିବ। ତ ଆଉ ଗୋଟେ ବିଲ ରହିଲା, ତାପରଠୁ ଆମ ଘରକୁ ଯିବା। ତ ଗାଇସ୍ ସେଇଠି ଚାଷ ହେଉଥିଲା। ତ ମୁଁ ଗଲି ହାରି ସକାଳେ କିଛି ଖାଇନଥିଲି। ତ ଗଲି ହାରି ଘରକୁ ଖାଇବା ପାଇଁ। ତ ଡ୍ରାଇଭର ଭାଇ ପାଇଁ ଆଣିଦେଇଛି ଖାଇବା। ତ ସେଇଠି ବର୍ତ୍ତମାନ ଚାଷ ହେଉଛି। ତ ଦେଖିପାରୁଥିବେ ସେଇଠି। ତ ବର୍ତ୍ତମାନ ଚାଷ ଚାଲିଛି। ତ ଦେଖିପାରୁଥିବେ ଭିୟୁଟା କେଉଁ ଟାଇପ୍ର ଅଛି। ତ ମସ୍ତ ଭିୟୁଟା ଅଛି। ତ ଏଇ ଜାଗାଟାକୁ ମୁଁ ଫାର୍ଷ୍ଟ ଟାଇମ୍ ଆସିଛି। ମାନେ ଆଗରୁ ମାନେ ଛୁଆରୁ ମାନେ ଛୋଟରୁ ବଡ଼ ହବା ଯାକେ ଏପଟ ଲାଇନ୍ କାହାକୁ ମୁଁ ଆସିନି। ତ ଟ୍ରାକ୍ଟର ଆଣିଲା ଭିତରେ ଏଇ ଲାଇନ୍କୁ 2-3 ଥର ହେଲାଣି ଆସିଲିନି। ତ ଏଇ ଜାଗାଟା କିନ୍ତୁ ଫାର୍ଷ୍ଟ ଟାଇମ୍ ଆସିଛି। ସେପଟ ଲାଇନ୍ରେ ଯାଇଥିଲୁ। ତ ଚାଲିଛି ଚାଷ। ତ ଯେଉଁମାନେ ନୂଆ ଗାଡ଼ି ଟ୍ରାକ୍ଟର କିମ୍ବା ରୋଟାଭେଟର ଆଣିବା ପାଇଁ ଚାହୁଁଛନ୍ତି ତ ମୋ ଭିଡ଼ିଓଟେ ଆପଣମାନେ ଦେଖନ୍ତୁ କେମିତି କ'ଣ ଏକ୍ସପେରିଏନ୍ସ ରହୁଛି। ତ ଆମେ ବି ଫାର୍ଷ୍ଟ ଆଣିଛୁ। ତ ଏଇ ଲାଇନ୍ ହେଲା ଟିକେ ମୁସ୍କିଲରେ ଅଛି। କ'ଣ ପାଇଁ ନା କାଦୁପୁଚ ଲାଇନ୍, ତାପରଠୁ ଗାଡ଼ି ଲାଇନ୍ ମାନେ କିଛି ନା କିଛି ଖରାପ ହେବ। ତ ଆମର ମଝିରେ ଷ୍ଟାର୍ଟରୁ ମାନେ ଗାଡ଼ି ଆଣିବା ମାନେ ଯେମିତି ଆଣିବାର ମୁଁ ଆସେ ହେଇଛି କ୍ଲଚ୍ ପଟି ଫୁଟି ଯାଇଥିଲା। ତ ବହୁତ ହଇରାଣ ହେଇକି ବିଲରୁ ଉଠେଇକି ତାପରେ ନେଇ ଯାଇଥିଲୁ ଢେଙ୍କାନାଳ। ତ ସେଇଠି ନୂଆ କ୍ଲଚ୍ ପଟି ପଡ଼ିଲା କମ୍ପାନୀ ତରଫରୁ, ସେ ମାନେ ଫ୍ରିରେ କରିଦେଲେ। ତ ଏମିତି ସବୁ ବହୁତ ସାରା ପ୍ରୋବ୍ଲେମ୍ ଆସିବ। ତ ହଉ ଭିଡ଼ିଓକୁ ଲାଷ୍ଟ ଦେଖନ୍ତୁ। ଆଉ ଚ୍ୟାନେଲକୁ ଯେଉଁମାନେ ଫାର୍ଷ୍ଟ ଆସନ୍ତି ସବସ୍କ୍ରାଇବ୍ କରନ୍ତୁ। ତ ଆଗକୁ ବହୁତ ଇଣ୍ଟରେଷ୍ଟିଂ ଭିଡ଼ିଓ ଆଣିବା। ତ ଗାଇସ୍ ବର୍ତ୍ତମାନ ସେପଟେ ଚାଷ ସବୁ ସରିଗଲା। ତ ଗାଡ଼ି କ୍ୟାନ୍ ଆମେ ଉପରେ ପଡ଼ିଆ ରଖିଦେଇଛୁ। ତ ଆଉ ଗୋଟେ ବିଲ ରହିଲା। ତ ସେଇଟା ଯାଇଛନ୍ତି ଡ୍ରାଇଭର ଭାଇ ଦେଖିବା ପାଇଁ ପାଣି ଅଛି କି ନାହିଁ। ପାଣି ଯଦି ଅଛି ଦେନ୍ ସେଇଠିକି ନେଇନା ଏଇଟା ଲାଷ୍ଟ ଧରିଦେବା। ଆଉ ଘରକୁ ଯିବା ହାରି। ଯଦି ପାଣି ନଥିବ ଡାଇରେକ୍ଟ ଘରକୁ ଯିବା ହାରି। ତେଲ ଫୁଲ୍ କରି ଆଣିଦେଲି। ତେଲ ଉପରେ କେତେ ଅଛି ଆଉ। ତେଲ ନଙ୍ଗା ପିଉଛି ପିଇବ ଆଉ କ'ଣ ପାଇଁ ନା ପାଉନଛି ବି ଗାଡ଼ି। ତ ସେଥିପାଇଁ ତାପରେ ସର୍ଭିସ୍ ହେଇନି। ସର୍ଭିସ୍ ହେଲା ପରେ ଟିକେ ଅଧ ଲିଟର କି ଲିଟର ଖଣ୍ଡେ କମିବ। ତ ଚାଲା ରନିଂ ହେଲାଠୁ ଧୀରେ ଧୀରେ ସବୁ ଠିକ୍ଠାକ୍ ହେଇଯିବ ଆଉ। ତ ଭିଡ଼ିଓକୁ ଲାଷ୍ଟ ଦେଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବାରମ୍ବାର ଆପଣଙ୍କୁ କହୁଛି ଜଲ୍ଦି ସପୋର୍ଟ କରନ୍ତୁ ଭାଇକି।